ସାଙ୍ଗମାନେ ଲଗାତାର ବର୍ଷା ହେଇ ଚାଲିଛି, ଛାଡ଼ିବାର ନାମ ହିଁ ନେଉନି। ଏମିତିରେ କୁକୁଡ଼ାମାନଙ୍କୁ ବାହାରେ ଛାଡ଼ି ହେଉନାହିଁ କି ଆମର ବାହାର କୁକୁଡ଼ାମାନେ ବୁଲି ମଧ୍ୟ ପାରୁନାହାନ୍ତି। ତ ଏବେ ଟିକେ ବର୍ଷା ଛାଡ଼ି ଯାଇଛି, ତ ମୁଁ କୁକୁଡ଼ାମାନଙ୍କୁ ବାହାରକୁ ଛାଡ଼ି ଦେଇଛି। ଆଉ ଚାଲନ୍ତୁ, ଆଜି ଦୁଇଟି କୁକୁଡ଼ା ଆମର ଯାଜପୁର ଆସୁଛନ୍ତି ବସ୍ ଜରିଆରେ, ତ ତାଙ୍କୁ ମୋତେ ରିସିଭ୍ କରିବାର ଅଛି। ତ ଏବେ ମୋତେ ବାହାରିବାକୁ ପଡ଼ିବ। ତ ଏଠି ଆମର ବାଇକ୍ ମଧ୍ୟ ରେଡ଼ି ଅଛି, ଷ୍ଟାର୍ଟରେ ଅଛି। ତ ଚାଲନ୍ତୁ ଆମେ ଯିବା, ଏବେ ଟାଇମ୍ ହେଲାଣି। ତ ଯାଇକି ଆମେ କୁକୁଡ଼ାମାନଙ୍କୁ ଚାଲନ୍ତୁ ଆଗେ ରିସିଭ୍ କରିନେବା। ତ ପାର୍ସଲ ଆମର ଯାଜପୁର ଆସୁଛି, ତ ବସ୍ ଜରିଆରେ ଆସୁଛି। ତ ବସ୍ ଆମର ଭୁବନେଶ୍ୱରରୁ ବାରିପଦାକୁ ଯିବ। ତ ମୋତେ ବୈଶିଙ୍ଗାରେ ଆମର ପାର୍ସଲକୁ ରିସିଭ୍ କରିବାର ଅଛି। ତ ଏବେ ମୁଁ ଆମର ବୈଶିଙ୍ଗା ପାଖାପାଖିରେ ଆସି ପହଞ୍ଚି ଯାଇଛି। ବର୍ଷା ମଧ୍ୟ ଆମର ଟିକେ ଟିକେ ହେବାକୁ ଲାଗିଲାଣି, ଆଉ ବସ୍ ଆସିବାର ଟାଇମ୍ ମଧ୍ୟ ହେଇସାରିଲାଣି। ଏବେ ଦେଖନ୍ତୁ ବସ୍ ଆସିଯାଇଛି, ଆଉ ଆମର ପାର୍ସଲ ମଧ୍ୟ ଏଇ ବସ୍ରେ ଆସିଥିବ। ତ ଚାଲନ୍ତୁ ଆମେ ପାର୍ସଲକୁ ନେଇକି ଖୋଲିକି ଦେଖିବା। ତ ସାଙ୍ଗମାନେ ଫାଇନାଲି ଆମର ବସ୍ ଜରିଆରେ ଆମର କୁକୁଡ଼ାର ପାର୍ସଲ ଆସି ପହଞ୍ଚି ଯାଇଛି ଆମ ପାଖରେ। ତ ଏମାନଙ୍କୁ ଆମେ ଏଠି ଖୋଲିକି ଦେଖିବା ଯେ କୁକୁଡ଼ା ୟା ଭିତରେ ଭଲ ଅଛନ୍ତି କି ନାହାନ୍ତି। ତ ଏବେ ଚାଲିଛି ଆମର ପାର୍ସଲ ଖୋଲା। ପାର୍ସଲ ଖୋଲିଲା ପରେ ଆମେ ଦେଖିବୁ ଏଠି କୁକୁଡ଼ା ସବୁ ଆମର କିଭଳି କଣ୍ଡିସନ୍ ଅଛନ୍ତି। ତ ଦେଖନ୍ତୁ ଏଠି ଆମର ପାର୍ସଲ ମଧ୍ୟ ଖୋଲା ହେଲାଣି, କୁକୁଡ଼ା ଆମର ଠିକ୍ ଠାକ୍ ଅଛନ୍ତି। ତ ଏମାନଙ୍କୁ ଭଲ ଭାବେ ଦେଖିବା ପାଇଁ ହେଲେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଆଉ ପାଖରେ ଆସିଥିବା ବେଲ୍ ଆଇକନ୍ଟିକୁ ବଜାୟ ରଖନ୍ତୁ। ପୁଣି ଦେଖା ହେବ ଆମର ନେକ୍ସଟ ଭିଡ଼ିଓରେ। ସେତେବେଳେ ବିଦାୟ ନେଉଛି। ଜୟ ଜବାନ ଜୟ କିଷାନ, ଧନ୍ୟବାଦ।